ପାଲା ମଞ୍ଚରେ ସୁନ୍ଦର ଚତୁଷ୍ପତି ସାର୍ ଗାଉଥିଲେ। ବାଙ୍କା ଯାଇ ବସା ଘରେ ପହଞ୍ଚିଲେ, କହିଲେ ଆଜ୍ଞା ଆପଣ ପାଲା ମଞ୍ଚରେ ଯୋଉ ଚତୁଷ୍ପତି ଗାଉଥିଲେ ମତେ ସେଇଟା ଦେଲେ ଟିକେ ଭଲ ହୁଅନ୍ତା। ଗାୟକ ଭାରି ରାଗିଥିଲେ, ଭାରି କ୍ରୋଧିଥିଲେ। ଆগে ଅମିଠା ଚୌପତି ଫିଙ୍ଗି ଦେଲେ, କହିଲେ ନିଏ ଚୌପତି। ଆଗେ ଭାରି କଷ୍ଟ ହେଲା, ମାଙ୍କ ପାଖରେ ଆଲିଆ ପଡିଲେ, କହିଲେ ମା ଆଗ ସମୟରେ ଗାୟକ ମାନେ କେଡେ କ୍ରୋଧି କେଡେ ରାଗିଥିଲେ, ବାଙ୍କାଙ୍କୁ ଭାରି କଷ୍ଟ ହେଲା। ମା ପାଖରେ ଗୁହାରି କଲେ, ମା କହିଲେ ଯାରେ ଏମିତି ଚତୁଷ୍ପତି ଲେଖିବୁ ତତେ କେହି ଦ୍ୱିତୀୟ ବ୍ୟକ୍ତି ଅତିକ୍ରମ କରିପାରିବନି। ଯିଏ ଯେତେ ଚୌପତି ଲେଖନ୍ତି ବାଙ୍କା ପରି ସରଳ ସୁନ୍ଦର ଆଜ୍ଞା ରସପୂର୍ଣ୍ଣ ଚୌପତି କେହି ଲେଖି ପାରନ୍ତିନି। ତେଣୁ ବାଙ୍କା ଚତୁଷ୍ପତି ଗାୟକଙ୍କୁ କେହି ଜାଣିନାହାନ୍ତି, କିନ୍ତୁ ବାଙ୍କାକୁ ବିଶ୍ୱ ଜାଣିଲେ। 18 ମାସ ସରେଇ ଦେଲେ ବାଙ୍କା ଦାସ। ପରିଣାମ ପଢୁ ପଢୁ ଆଜ୍ଞା ବାଙ୍କା ଦାସ 18 ମାସ ସରେଇ ଦେଲେ। କବି ଭିତରେ ବେଷ୍ଟ କବି ହେଲେ ବାଙ୍କା। ସ୍ୱାମୀ କହିଲେ ରାତି ପାହିନି, ସ୍ତ୍ରୀ କହିଲେ ରାତି ପାହିଲା। କେଡେ ସୁନ୍ଦର କବି, କେଡେ ସୁନ୍ଦର ଭାଷା ଦେଇ ଲେଖିଲେ। ସ୍ତ୍ରୀ କଣ କହୁଛି, ଜୀବ ଧନ ହେ ଇଏ ପ୍ରାଣ ଧନ ହେ ଇଏ କର ଧରୁଛି କର ତତେ ସିନା ଧରିଥିଲେ କି ଛାଡ଼ିବ, ମତେ ଧରି ନାହାନ୍ତି କେହି। ହେ ଜୀବ ଧନ ହେ ପ୍ରାଣ ଧନ ରାତି ପାହିଲାନି ଛାଡ଼ି ଦିଅ। କେମିତି ଜାଣିଲ ନା କାକର ହେଲା ବାଟ, କାକର ସୁତ ରତ, କାକର ଗଲେଣି। କାକର ହଉଛି ଆଜ୍ଞା ଥଣ୍ଡା। ଏ ପ୍ରାତରେ ପ୍ରଭାତରେ ଥଣ୍ଡା ପବନ ବହିଲାଣି। କାକର ସୁତ ହଉଛି କୋଇଲି, କାକ କୋଇଲି ନାମ ଦେଲେଣି। କାକର କରସ୍ତ ଗଲେଣି। କାକର ହଉଛନ୍ତି ଚନ୍ଦ୍ର, ଏ ଶୀତଳ ଧାରୀ ଚନ୍ଦ୍ର ଅସ୍ତ ଗଲେଣି। ରାତି ପାହିଲାଣି ଛାଡ଼ି ଦିଅ, ଛାଡ଼ି ଦିଅ। ତାର ସ୍ୱାମୀ କହିଲେ ବାହାରେ ବର୍ଷା ଉଠେଇଥିବ, କୋହଲିଆ ପବନ ହଉଥିବ, ତମକୁ ଲାଗୁଛି ରାତି ପାହିଲାଣି। ନାଇଁ ରେ ରାତି ପାହିନି, ଆଉ ଟିକେ ରହିଯା। କାଇଁ ବ୍ୟସ୍ତ ହଉଛ, ଆଉ ଟିକେ ରୁହ। ଆଜ୍ଞା ନବବିବାହିତା ସ୍ତ୍ରୀ ନୂଆ କରି ଆସିଛି, ଦାମ୍ପତ୍ୟ ପ୍ରେମ ସୁଖ ଭିତରେ ସ୍ୱାମୀ ସ୍ତ୍ରୀ କି ଛାଡିବାକୁ ରାଜି ନୁହଁ। ଲାଜ ଲାଗିବ, ପଇସା ଘର ବୋହୁ ଉଠି ପଡିବେ, ଇଏ ନୂଆ ବୋହୁ ମୁହଁ ଦେଖେଇ ପାରିବନି। ହାତ ଲମ୍ବର ଓଢଣା ଟାଣି ସ୍ତ୍ରୀ କହୁଛି ସ୍ୱାମୀ ମତେ ଛାଡି ଦିଅ। ସ୍ୱାମୀ ଯେତେବେଳେ ଏ କଥା କହିଲେ, ସ୍ତ୍ରୀ ପୁଣି କହିଲେ ବାଙ୍କା ଦାସ ଦ୍ୱିତୀୟ ପଦରେ ଲେଖିଲେ। ସ୍ୱାମୀ କହିଲେ କେମିତି ଜାଣିଲ? କମଳରେ କମଳ ଇଏ ଫୁଟିଲାଣି କମଳ, କମଳରେ କମଳ ଫୁଟିଲାଣି କମଳ, କମଳରେ କମଳ ଫୁଟିଲାଣି କମଳ, କମଳ ସେ ଚାଲେ ଗଲେ ଜୀବ ଧନ ହେ ପ୍ରାଣ ଧନ ହେ ପର ଜୀବ 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 ଧନ ହେ ପ୍ରାଣ ଧନ ହେ। ଛାଡ ମୁଁ ତତେ ଧରିଛି, ତୁ ଓଲା ଭଳିଆ ହଉଛୁ।